ତମେ କଣ ମୋ ଶାଶୁ ଘରକୁ ଏଠିକି ନେଇ ଆସିଥିଲ? ମୁଁ ବିଧବା କି ଜାଣିବି ତମେ ମତେ ଶଙ୍ଖା ସୁନ୍ଦର ପିନ୍ଧିବା ପାଇଁ କହୁଛ? ଏଇଥିରେ ତମେ ମତେ କହୁଥିବା ମୋ 18 ବର୍ଷ ଫେରି ଆସିବ। କଥାଟା ତୁ ଭୁଲ ବୁଝୁଛୁ। ତୁ ଏ ପ୍ରୋବ୍ଲେମରୁ ମଜା ପାଇଁ ରାସ୍ତା ପାଇ ଗୋଟିଏ ତାହେଲେ ସମସ୍ତେ ମିଶି ମତେ ଜୀବନରୁ ମାରି ଦିଅ। ଆଉ ମୁଁ ମରିଗଲା ପରେ ତମେ ମାନେ ମତେ ଶଙ୍ଖା ସୁନ୍ଦର ପିନ୍ଧେଇ ବେଦି ଉପରକୁ ନେଇଯିବ। ଖୁସି ହଉଛି କେବଳ ତା ସ୍ୱାମୀଙ୍କର। ବଞ୍ଚିଥିଲା ବେଳେ ମୁଁ କେବେ ବି ମୋ ସ୍ୱାମୀ ସହିତ ବିଶ୍ୱାସଘାତକତା କରିପାରିବିନି। ବରଂ ମୁଁ ମରିଗଲା ପରେ ତମେ ମାନେ ମତେ ଶଙ୍ଖା ସୁନ୍ଦର ପିନ୍ଧେଇ ବେଦି ଉପରକୁ ନେଇଯିବ। এই মনে হচ্ছে ଧରି ମୁଁ ସତରେ ସିନ୍ଦୁର ପିନ୍ଧିଥିଲି। ତାର ରଙ୍ଗ ନାଲି ଥିଲା। ଆଜି ତ ମୁଁ ଇଚ୍ଛାରେ ସିନ୍ଦୁର ପିନ୍ଧିବି। ତାର ରଙ୍ଗ କେମିତି ମନ ଅଛି? ନାଲି ରଙ୍ଗ ବ୍ୟତୀତ ସିନ୍ଦୁର କଣ ଅନ୍ୟ କିଛି ରଙ୍ଗ ଅଛି? ଏ ମା କଥାଟା ତୁ ବୁଝୁନୁ। ତୁ କଣ ରିଅଲି ବାହୁ? ତୁ ମିଛରେ ବହୁ ହବ ନା ଆଉ। ସତରେ ବହୁ ତ ମୁଣ୍ଡରେ ଏମିତି ଓଢ଼ଣା ଦବା ପାଇଁ ପଡିବ। ଆଉ ମିଛରେ ବହୁ ଗଲେ ମୁଣ୍ଡରେ ମୁଁ କେମିତି ଓଢ଼ଣା ଦେବି? କୁହନ୍ତୁ ମାମା, କୁହନ୍ତୁ ମତେ। ତୁ ବୁଝୁନି କାହିଁକି? ଆମେ କଣ ତତେ ସତରେ ବାହା ପାଇଁ କହୁଛୁ? ଆମେ ତତେ ମିଛରେ ବାହା ପାଇଁ କହୁଛୁ? ଏ ଭାଇ, ମିଛରେ କହୁଛ କଣ? କନ୍ୟା ସାଜି ବେଦି ଉପରେ ବସେ। ଯଦି ଏଇଟା ଆମର ମିଛ ବାହାଘର, ତାହେଲେ କେତିକ ସହିତ ମୁଁ ଯୋଉ ବେଦି ଉପରେ ବସିଥିଲି ସେଇଟା ସତ ବାହାଘର ନା ମିଛ ବାହାଘର? କୁହ ଭାଇ, କୁହ ମତେ। ତମେ ତୁ କଣ ଅନୁରୋଧ ରଖିବୁନି? ନାଇଁ, ମୁଁ କାହାରି କଥା ରଖିପାରିବିନି। ରଖିପାରିବିନି ମୁଁ। ଭଲ ଚିନ୍ତା କରିଦେ। তোর এই না পদকার দিয়ে দিন জীবন নষ্ট হয়েছে। এই দিয়ে দিন জীবন কাকি যদি ফিরে আসবি। আর যদি তুমি এইসব ঘটনা বিষয়ে জানিব, সে তো স্বার্থপর বলে কহিবনি। জানি